ଶ୍ରୀମନ୍ଦିର ସାମ୍ନାରେ ଘଟିଲା ବଡ଼ ଅଘଟଣ, ଯାହା ସବୁ ଭକ୍ତ ଦେଖି ଆଶ୍ଚର୍ଯ୍ୟ ମଧ୍ୟ ହେଲେ। ନୂଆ ବର୍ଷ ପାଇଁ ସମସ୍ତେ ଧାଇଁ ଆସିଛନ୍ତି ଶ୍ରୀମନ୍ଦିର ପାଖକୁ। ଏଭଳି କିଛି ଘଟଣା ଘଟିଥିଲା। ବ୍ୟାରିକେଡ୍ ଭାଙ୍ଗିକି ଲୋକେ ପଶି ଯାଇଥିଲେ, ଭକ୍ତମାନେ ଆଉ ଅଣନିଶ୍ୱାସୀ ମଧ୍ୟ ହେଇଯାଇଥିଲେ। କିନ୍ତୁ ଆଜି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ। ହାଇଦ୍ରାବାଦରୁ ପରିବାର ଲୋକ ସହ ପୁରୀ ଜଗନ୍ନାଥ ପାଖକୁ ଆସିଥିଲେ ଦର୍ଶନ କରିବା ପାଇଁ। ନାବାଳିକା ସହିତ ଘଟିଲା ବଡ଼ ଅଘଟଣ। 2 ବର୍ଷର ଶିଶୁ ବାପାଙ୍କୁ କହୁଥିଲା, ଆଜି ଆମେ ପୁରୀରେ ରହିବା ଆଉ କାଲି ସକାଳେ ସମୁଦ୍ରରେ ବୁଲିବାକୁ ଯିବା। କିନ୍ତୁ ଶ୍ରୀମନ୍ଦିର ସାମ୍ନାରେ ଘଟିଲା ବଡ଼ ଅଘଟଣ। କୁକୁର କାମୁଡ଼ାରେ 2 ବର୍ଷର ଶିଶୁ ଗୁରୁତର। ଶିଶୁ ଆଖିକୁ କାମୁଡ଼ି ଦେଲା କୁକୁର। ନୂଆ ବର୍ଷ ଆସୁଥିବାରୁ ଜଗନ୍ନାଥଙ୍କ ଦର୍ଶନ ଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କର ସୁଅ ଛୁଟିବାରେ ଲାଗିଛି। କିନ୍ତୁ ଏଭଳି ଏକ ଘଟଣା ଘଟିଛି ଯାହା ଲୋକେ ଦେଖି ଆଶ୍ଚର୍ଯ୍ୟ। ଏବଂ କୁନି ଝିଅଟି ସିଧା ଏବେ ମେଡିକାଲରେ ପଡ଼ିଛି। ଲୋକେ କହୁଛନ୍ତି ବହୁତ ଗୁରୁତର ଅଛି, କାହିଁକି ନା ଆଖିକୁ କାମୁଡ଼ି ଦେଇଛି କୁକୁର। ପରିବାର ଲୋକ ଜଗାକୁ ଖୁସିରେ ଦର୍ଶନ କରିବା ପାଇଁ ଆସିଥିଲେ, କିନ୍ତୁ ଏବେ ସିଧା ମେଡିକାଲରେ, କାହିଁକି ନା 2 ବର୍ଷ ଶିଶୁ ଏବେ ଗୁରୁତର। ପୁଣି ଆଉ ଗୋଟେ ଘଟଣା ସାମ୍ନାକୁ ଆସିଛି। ଦୀପରୁ ନିଆଁ ଲାଗି ନାବାଳିକା ଜଣକ ଆହତ। ନୂଆ ବର୍ଷରେ ନାହିଁ ନଥିବା ଭିଡ଼ ଯୋଗୁରୁ ଏଭଳି ଘଟଣା ସାମ୍ନାକୁ ଆସୁଛି। ଆହୁରି ମଧ୍ୟ ଛୋଟ ଛୋଟ ଘଟଣା ସାମ୍ନାକୁ ଆସିଛି, କିନ୍ତୁ ଆଜି ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। କିଛି ଭକ୍ତମାନେ ମଧ୍ୟ କହୁଛନ୍ତି ଶ୍ରୀମନ୍ଦିରରେ କିଛି ଅନିଷ୍ଟ ଘଟୁଛି, ନହେଲେ ଏଭଳି କାଣ୍ଡ ହୁଅନ୍ତାନି। ଦୀପରୁ ନିଆଁ ଲାଗୁଛି, କୁକୁର କାମୁଡ଼ି ଦେଉଛି, ଆଗକୁ ବିରାଟ ବଡ଼ ଭୟଙ୍କର ବାର୍ତ୍ତା ମଧ୍ୟ ଦେଉଛି। ଶ୍ରୀମନ୍ଦିରରେ ଏଭଳି ଘଟଣା କେବେ ବି ଘଟି ନଥିଲା, କିନ୍ତୁ ଏବେ ଭକ୍ତମାନେ ସବୁ ଆଶ୍ଚର୍ଯ୍ୟ।